ଯେତେବେଳେ ଘରେ କେହି କ୍ୟାନ୍ସର କିମ୍ବା ଅନ୍ୟ କୌଣସି ଗମ୍ଭୀର ରୋଗ ସହିତ ଲଢ଼ୁଥାନ୍ତି, ସେତେବେଳେ ସମସ୍ତ ପରିବାରର ଜୀବନ ପୁରା ପରିବର୍ତ୍ତନ ହୋଇଯାଇଥାଏ। ଏହା କେବଳ ଚିକିତ୍ସାର ଲଢ଼େଇ ନୁହେଁ, ଏହା ମନର ପୀଡ଼ା, ଚିନ୍ତା ଓ ଅର୍ଥନୈତିକ ଭାରର ଯୁଦ୍ଧ। କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ଖୁସି ଖବର। ଭାରତ ସରକାର ଏବେ 33 ଲାଇଫ୍ ସେଭିଂ ଡ୍ରଗ୍ସ, ଯାହା ମଧ୍ୟରେ କ୍ୟାନ୍ସର ଔଷଧ ମଧ୍ୟ ରହିଛି, ସେଗୁଡ଼ିକ ଟ୍ୟାକ୍ସ ଫ୍ରି କରିଦେଇଛନ୍ତି। ଅର୍ଥାତ୍ ଏହି ଔଷଧଗୁଡ଼ିକରେ କୌଣସି GST ଲାଗେ ନାହିଁ। ଏହା ଅନେକ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ କମିବାରେ ବହୁତ ସାହାଯ୍ୟ କରିବ। ତେଣୁ ଅନୁଗ୍ରହ କରି ଯେତେବେଳେ ଔଷଧ କିଣୁଛନ୍ତି, ବିଲ୍ରେ GST ଲାଇନ୍କୁ ଭଲରେ ଯାଞ୍ଚ କରିନିଅନ୍ତୁ। ଯଦି ଭୁଲରେ GST ଲାଗିଥାଏ, ତେବେ ଫାର୍ମାସିକୁ କୁହନ୍ତୁ, ସେମାନେ ବିଲ୍ଟିକୁ ସଠିକ୍ କରିଦେବେ। ଏହି ଛୋଟ ତଥ୍ୟଟି ଜଣଙ୍କ ଜୀବନରେ ଆଶାର ଆଲୋକ ନେଇ ଆସିପାରେ। 33 ଲାଇଫ୍ ସେଭିଂ ଡ୍ରଗ୍ସ ଭାରତରେ ଏବେ ଟ୍ୟାକ୍ସ ଫ୍ରି। ବିଲ୍ ଯାଞ୍ଚ କରନ୍ତୁ, ସଚେତନ ହୁଅନ୍ତୁ, ଅନ୍ୟମାନଙ୍କୁ ଜଣାନ୍ତୁ।